आज भी बंची रही मानविकता। आखि आगे थिला टंका किंतु लोभ न करी ताहा थाना रे फेराई देले दंपति, जहाकु नहीं भी चर्चारे अछंती एमाने। एभଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରରେ। ଭଞ୍ଜନଗର ସହର ସ୍ଥିତ ଶଙ୍ଖ ସାହିର ଦୀପକ ନାୟକ ଏବଂ ତାଙ୍କ ପତ୍ନୀ ଟଙ୍କା ଉଠାଇବା ପାଇଁ ସହରର ଖାଲା ସହିରେ ଥିବା ଏକ ଏଟିଏମ୍ କୁ ଯାଇଥିଲେ। ହେଲେ ସେ ଏଟିଏମ୍ ରୁ ଆଗରୁ 8,000 ଟଙ୍କା ବାହାରିଥିଲା। ତେବେ ସେହି ଟଙ୍କାକୁ ନେଇ ଭଞ୍ଜନଗର ପୋଲିସକୁ ଦେଇଛନ୍ତି ଦମ୍ପତି। ତେବେ ଯାହାର ବି ସେ ଟଙ୍କା ହୋଇଥିବ ସେ ସଠିକ୍ ପ୍ରମାଣପତ୍ର ଦେଇ ଟଙ୍କା ନେବେ ବୋଲି ଥାନା ଅଧିକାରୀ ଜୀବନାନନ୍ଦ ଜେନା କହିଛନ୍ତି। ଉକ୍ତ ଦମ୍ପତିଙ୍କ ଏପରି କାର୍ଯ୍ୟକୁ ଢେର ପ୍ରଶଂସା କରିଛନ୍ତି। ମୋ ନାଁ ଦୀପକ ନାୟକ, ଭଞ୍ଜନଗର ମୋର ଶଙ୍ଖ ସାହି। ଆଜ୍ଞା ମୁଁ ଖାଲା ସେ ଏଟିଏମ୍ ଯାଇଥିଲି ଆମର ଲକ୍ଷ୍ମୀ ଷ୍ଟୋର ପାଖକୁ। ମୁଁ ଗଲା ପୂର୍ବରୁ 8,000 ଟଙ୍କା ବାହାରିଥିଲେ। ମୁଁ ଆଉଥରେ ସେ ପଇସାଟାକୁ ଛାଡ଼ିବି ନା ଆଣିବି ବୋଲି ଭାବିଲି। ମୁଁ କହିଲି ଯଦି ନ ନେବି ତା ପଛରେ ମୋର ଆଡ଼ୁ ସବୁ ଦୋଷ ପଳେଇ ଆସିବ। ମୁଁ ସେଇଥିପାଇଁ ସେଇଟା ନେଇକି ଆସିଲି। ତା ମୋର ପଇସା ବି ମୁଁ ଉଠେଇଲି 9,500 ଟଙ୍କା। ମୁଁ ରସିଦ ବି ବାହାର କଲି। ତା ପଛରେ ଆସିଲି। ମୁଁ ଭାବିଲି ଆଉ କ'ଣ କରିବି କ'ଣ ନାହିଁ। ମୁଁ ବ୍ୟାଙ୍କରେ ଜଣକୁ କଲ୍ କଲି, ସେମାନେ ଉଠେଇଲେନି। ପ୍ଲସ୍ ତା ପଛରେ ମୁଁ ଗୋଟେ ଆଡ଼ଭୋକେଟ୍ ସହ ମୁଁ କଥାବାର୍ତ୍ତା ହେଲି ଫୋନ୍ରେ। ତାଙ୍କୁ କହିଲେ ଗୋଟେ କାମ କର, ମୁଁ ଆଜି ସହ କଥାବାର୍ତ୍ତା ହେଇଯାଉଛି, ତୁମେ ଥାନା ନେଇ ହ୍ୟାଣ୍ଡବାର୍ କରିଦିଅ। ମୁଁ ସିଧା ସହ ଥାନାକୁ ପଳେଇ ଆସିଲି। ଆସିକି ପଇସାଟା ହ୍ୟାଣ୍ଡବାର୍ କରିଦେଲି ସାର୍ଙ୍କୁ। ଥାନା ବାଲା କହିଲେ ଥାଇଙ୍କୁ କହିଲେ ଧନ୍ୟବାଦ, ମୁଁ ଯେଉଁ ଲୋକର ପଇସା ଅଛି ସେଇ ଲୋକ ଆମେ ଖୋଜିବୁ, ବାହାର କରି ଦେଲା ବାଦେ ତମକୁ ଡକେଇ ଦେଖା କରିବୁ। ଆଜ୍ଞା ପରେ ପଇସା କ'ଣ ଲୋଭ ଆଜ୍ଞା, ଯେତିକି ଭଗବାନ ଆମକୁ ଦେଇଛି ତ ଧନ୍ୟବାଦ। ଆଉ କ'ଣ ଲୋଭ କରିବା ଏଇ ସଂସାରରେ? କିଏ କ'ଣ ନେବେ ରେ? ହଁ ଲୋଭ କରିବା, ଯାହା ଅଛି ଯେମିତି ଅଛି ଖୁସିରେ ଅଛି। ଗଞ୍ଜାମର ସ୍ୱତନ୍ତ୍ର ପ୍ରତିନିଧି ଅମରେନ୍ଦ୍ର କୁମାର ପଟ୍ଟନାୟକଙ୍କ ରିପୋର୍ଟ, ପ୍ରତିଦିନ ଟିଭି।